ଶ୍ରୀକୃଷ୍ଣଙ୍କ ବାଣୀ ଅନୁସାରେ ମାଂସ ଖାଇବା ଉଚିତ କି? ମଣିଷ ଜୀବନରେ ଖାଦ୍ୟର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ଆମେ ଯାହା ଖାଉଛୁ ତାହା ଆମର ଶରୀର, ମନ ଏବଂ ଚିନ୍ତାଧାରା ଉପରେ ଗଭୀର ପ୍ରଭାବ ପକାଏ। ସେଥିପାଇଁ ଭାରତୀୟ ସନାତନ ପରମ୍ପରାରେ ଖାଦ୍ୟକୁ କେବଳ ପେଟ ଭରିବାର ଉପାୟ ନୁହେଁ, ବରଂ ଆଧ୍ୟାତ୍ମିକ ଉନ୍ନତିର ଏକ ମାଧ୍ୟମ ବୋଲି କୁହାଯାଇଛି। ଅନେକ ଲୋକ ପଚାରିଛନ୍ତି, ଶ୍ରୀକୃଷ୍ଣ କି ମାଂସ ଖାଇବାକୁ ସମର୍ଥନ କରୁଥିଲେ? ଏହି ପ୍ରଶ୍ନର ଉତ୍ତର ଭାବନାରୁ ନୁହେଁ, ବରଂ ଶାସ୍ତ୍ର ଆଧାରରେ ବୁଝିବା ଦରକାର। ଭଗବତ ଗୀତାରେ ଶ୍ରୀକୃଷ୍ଣ ଖାଦ୍ୟକୁ 3 ପ୍ରକାରର ବିଭକ୍ତ କରିଛନ୍ତି: ସାତ୍ତ୍ୱିକ, ରାଜସିକ ଏବଂ ତାମସିକ। ଯେଉଁ ଖାଦ୍ୟ ମନକୁ ଶାନ୍ତ କରେ, ଆୟୁ ବଢ଼ାଏ, ସ୍ୱାସ୍ଥ୍ୟ ଓ ପବିତ୍ରତା ବୃଦ୍ଧି କରେ, ସେହି ଖାଦ୍ୟ ସାତ୍ତ୍ୱିକ। ଫଳ, ଶାଗ, ସବଜି, ଶସ୍ୟ, କ୍ଷୀର ଓ ସରଳ ନିରାମିଷ ଭୋଜନ ଏହି ଶ୍ରେଣୀରେ ପଡ଼େ। ଅନ୍ୟପଟେ ଅତ୍ୟଧିକ ତୀକ୍ଷ୍ଣ, ଅତ୍ୟଧିକ ଲୁଣିଆ, ଅତ୍ୟଧିକ ଜ୍ୱାଳାମୟ କିମ୍ବା ହିଂସା ସହିତ ଜଡ଼ିତ ଖାଦ୍ୟ ମନରେ ଅଶାନ୍ତି, କ୍ରୋଧ ଓ ମୋହ ବଢ଼ାଇପାରେ। ସେଥିପାଇଁ ଅନେକ ବୈଷ୍ଣବ ଆଚାର୍ଯ୍ୟମାନେ ମାଂସକୁ ଆଧ୍ୟାତ୍ମିକ ସାଧନା ପାଇଁ ଅନୁକୂଳ ମନେ କରନ୍ତି ନାହିଁ। ଶ୍ରୀକୃଷ୍ଣ ଗୀତାରେ ଏହା ମଧ୍ୟ କହିଛନ୍ତି ଯେ ଭକ୍ତି ଭାବରେ ଯଦି କେହି ପତ୍ର, ପୁଷ୍ପ, ଫଳ କିମ୍ବା ଜଳ ଅର୍ପଣ କରେ, ସିଏ ତାହା ଗ୍ରହଣ କରନ୍ତି। ଏହାର ଅର୍ଥ ଏହା ନୁହେଁ ଯେ ଅନ୍ୟ ଖାଦ୍ୟ ଖାଇଥିବା ସମସ୍ତେ ଅଧାର୍ମିକ, ବରଂ ଭକ୍ତି ଓ ପବିତ୍ର ଭାବନାକୁ ସେ ସର୍ବାଧିକ ମୂଲ୍ୟ ଦେଇଥାନ୍ତି। ତେଣୁ ଗୀତାର ଶିକ୍ଷାରୁ ବୁଝାଯାଏ ଯେ ଯେଉଁମାନେ ଆଧ୍ୟାତ୍ମିକ ଜୀବନ, ଭକ୍ତି ଓ ମନର ପବିତ୍ରତା ଚାହାନ୍ତି, ସେମାନଙ୍କ ପାଇଁ ସାତ୍ତ୍ୱିକ ନିରାମିଷ ଖାଦ୍ୟକୁ ଶ୍ରେଷ୍ଠ ମନାଯାଇଛି। ଏଠାରେ ଆଉ ଏକ କଥା ବୁଝିବା ଆବଶ୍ୟକ। ଭଗବତ ଗୀତାରେ ଶ୍ରୀକୃଷ୍ଣ ସିଧାସଳଖ ମାଂସ ଖାଇବା ସମ୍ପୂର୍ଣ୍ଣ ନିଷେଧ ବୋଲି କହିନାହାନ୍ତି, କିନ୍ତୁ ସେ ଯେଉଁ ଖାଦ୍ୟକୁ ଭକ୍ତି, ସ୍ୱାସ୍ଥ୍ୟ ଓ ସତ୍ୱଗୁଣ ବୃଦ୍ଧିକାରୀ ବୋଲି ବର୍ଣ୍ଣନା କରିଛନ୍ତି, ତାହାର ମାଂସର ଉଲ୍ଲେଖ ନାହିଁ। ଏହି କାରଣରୁ ବୈଷ୍ଣବ ପରମ୍ପରାରେ ଭଗବାନଙ୍କୁ ନିରାମିଷ ଭୋଗ ଅର୍ପଣ କରାଯାଏ ଏବଂ ପ୍ରସାଦ ରୂପରେ ଗ୍ରହଣ କରାଯାଏ। ପ୍ରକୃତ ଧର୍ମ କେବଳ ଖାଦ୍ୟରେ ସୀମିତ ନୁହେଁ। ମଣିଷ ଆଚରଣ, ଦୟା, ସତ୍ୟ, କ୍ଷମା, ଭକ୍ତି ଓ ନିଷ୍କାମ କର୍ମ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ତଥାପି ଖାଦ୍ୟ ମନ ଉପରେ ପ୍ରଭାବ ପକାଏ ବୋଲି ଶ୍ରୀକୃଷ୍ଣ ଖାଦ୍ୟର ଶୁଦ୍ଧତାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏହି ଶିକ୍ଷା ଆମକୁ କହେ ଯେ କେବଳ ସ୍ୱାଦ ପାଇଁ ନୁହେଁ, ବରଂ ଶରୀର, ମନ ଓ ଆତ୍ମାର କଲ୍ୟାଣକୁ ଧ୍ୟାନରେ ରଖି ଖାଦ୍ୟ ବାଛିବା ଉଚିତ। ଭଗବତ ଗୀତାର 17 ଅଧ୍ୟାୟରେ ଶ୍ରୀକୃଷ୍ଣ ଖାଦ୍ୟର ସ୍ୱଭାବ ବିଷୟରେ ବିସ୍ତାରରେ କହିଛନ୍ତି। ସେ କହିଛନ୍ତି ଯେ ମଣିଷର ଶ୍ରଦ୍ଧା ଯେପରି, ସେହିପରି ତାହାର ଜୀବନ, ଆଚରଣ ଓ ଖାଦ୍ୟର ଅଭ୍ୟାସ ହୋଇଥାଏ। ମଣିଷର ଖାଦ୍ୟ ମଣିଷର ଆୟୁ ବଢ଼ାଏ, ଶକ୍ତି ବୃଦ୍ଧି କରେ, ସ୍ୱାସ୍ଥ୍ୟ ଭଲ ରଖେ, ମନକୁ ପ୍ରସନ୍ନ କରେ ଏବଂ ଭକ୍ତି ଭାବକୁ ଜାଗ୍ରତ କରେ। ଏହିପରି ଖାଦ୍ୟରେ ଫଳ, ଶାଗ, ସବଜି, ଧାନ, ଡାଲି, କ୍ଷୀର, ଦହି, ଘିଅ ଓ ସରଳ ଭୋଜନ ରହିଥାଏ। ରାଜସିକ ଖାଦ୍ୟ ଅତ୍ୟଧିକ ତୀକ୍ଷ୍ଣ, ଲୁଣିଆ, ଖଟା କିମ୍ବା ଜ୍ୱାଳାମୟ ହୋଇଥାଏ। ଏହା ମଣିଷକୁ ଚଞ୍ଚଳ, ଅସ୍ଥିର ଓ ଅଧିକ ଭୋକବିଳାସୀ କରିଥାଏ। ତାମସିକ ଖାଦ୍ୟ ବାସି, ପଚା, ଅପବିତ୍ର କିମ୍ବା ହିଂସା ସହ ଜଡ଼ିତ ଖାଦ୍ୟକୁ କୁହାଯାଏ। ଏହା ମନରେ ଅଳସ୍ୟ, ମୋହ, କ୍ରୋଧ ଓ ଅଜ୍ଞାନ ବଢ଼ାଇପାରେ। ଅନେକ ବୈଷ୍ଣବ ଆଚାର୍ଯ୍ୟମାନେ ମାଂସକୁ ଏହି ଶ୍ରେଣୀରେ ରଖିଛନ୍ତି। ଶ୍ରୀକୃଷ୍ଣ ଆଉ ଏକ ପ୍ରସିଦ୍ଧ ବାଣୀ ରହିଛି, ଅର୍ଥାତ୍ ଯେଉଁ ଭକ୍ତି ଭାବରେ ମୋତେ ଗୋଟିଏ ପତ୍ର, ଗୋଟିଏ ଫୁଲ, ଗୋଟିଏ ଫଳ କିମ୍ବା ଜଳ ଅର୍ପଣ କରେ, ମୁଁ ପ୍ରେମର ସହିତ ତାହା ଗ୍ରହଣ କରେ। ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଭକ୍ତିର ମହତ୍ତ୍ୱକୁ ପ୍ରକାଶ କରିଛନ୍ତି। ସେ ନିରାମିଷ ଅଦର୍ପଣର ଉଦାହରଣ ଦେଇ ଶୁଭ ଭାବନା ଓ ଅହିଂସାର ମୂଲ୍ୟକୁ ଦର୍ଶାଇଛନ୍ତି। ସନାତନ ଧର୍ମର ଅହିଂସାକୁ ମହାନ ଧର୍ମ ବୋଲି କୁହାଯାଏ। ଯଦିଓ ଏହି ବାକ୍ୟ ଭଗବତ ଗୀତାର ସିଧାସଳଖ ଉଦ୍ଧୃତି ନୁହେଁ, ତଥାପି ସମଗ୍ର ଧାର୍ମିକ ପରମ୍ପରାରେ ଜୀବ ପ୍ରତି ଦୟାକୁ ଉଚ୍ଚ ସ୍ଥାନ ଦିଆଯାଇଛି। ଏହା ମଧ୍ୟ ସତ୍ୟ ଯେ ଭଗବତ ଗୀତା କୌଣସି ବ୍ୟକ୍ତିକୁ କେବଳ ତାଙ୍କର ଖାଦ୍ୟ ଆଧାରରେ ବିଚାର କରିବାକୁ ଶିଖାଏ ନାହିଁ। ଶ୍ରୀକୃଷ୍ଣଙ୍କ ମୁଖ୍ୟ ବାର୍ତ୍ତା ହେଉଛି ମନର ପବିତ୍ରତା, ନିଷ୍କାମ କର୍ମ,
ଭକ୍ତି ଏବଂ ଈଶ୍ୱର ପ୍ରତି ସମର୍ପଣ। ସେଥିପାଇଁ ଯଦି କେହି ଶ୍ରୀକୃଷ୍ଣଙ୍କ ଆଦର୍ଶ ଅନୁଚରଣ କରି ଆଧ୍ୟାତ୍ମିକ ଉନ୍ନତି ଚାହାନ୍ତି, ତେବେ ସାତ୍ତ୍ୱିକ ନିରାମିଷ ଖାଦ୍ୟକୁ ଅନେକ ପରମ୍ପରା ଶ୍ରେଷ୍ଠ ବୋଲି ସୁପାରିଶ କରେ। କିନ୍ତୁ ଅନ୍ୟମାନଙ୍କୁ ଘୃଣା କରିବା କିମ୍ବା ଅପମାନ କରିବା ମଧ୍ୟ ଗୀତାର ଶିକ୍ଷା ନୁହେଁ। ଶ୍ରୀକୃଷ୍ଣ ସମସ୍ତଙ୍କୁ ଦୟା, ସଂଯମ, ସତ୍ୟ ଓ ଭକ୍ତିର ପଥରେ ଚାଲିବାକୁ ପ୍ରେରଣା ଦେଇଛନ୍ତି। ଶ୍ରୀକୃଷ୍ଣଙ୍କ ବାଣୀ ଅନୁସାରେ ସମଗ୍ର ଉପଦେଶର କେନ୍ଦ୍ରବିନ୍ଦୁ ହେଉଛି ଧର୍ମ, କରୁଣା, ସଂଯମ ଓ ଆତ୍ମଜ୍ଞାନ। ସେ କେବଳ ବାହ୍ୟ ଆଚରଣକୁ ନୁହେଁ, ମଣିଷର ଅନ୍ତରର ପବିତ୍ରତାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଭଗବତ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ଯେ ପ୍ରତ୍ୟେକ କର୍ମର ଫଳ ନିଶ୍ଚୟ ମିଳେ। ଭଲ କର୍ମ ସୁଫଳ ଦିଏ, ଅନ୍ୟାୟ କର୍ମ ଦୁଃଖର କାରଣ ହୁଏ। ଏହି ସିଦ୍ଧାନ୍ତ ସମସ୍ତଙ୍କ ପାଇଁ ସମାନ। ଏହି କାରଣରୁ ଅନେକ ଆଚାର୍ଯ୍ୟ ବ୍ୟାଖ୍ୟା କରନ୍ତି ଯେ ଅନାବଶ୍ୟକ ହିଂସାରୁ ଦୂରେ ରହିବା ଉତ୍ତମ। ଜୀବମାନଙ୍କ ପ୍ରତି ଦୟା ଓ କରୁଣା ଆଧ୍ୟାତ୍ମିକ ଜୀବନକୁ ଶକ୍ତିଶାଳୀ କରେ। ଗୀତାରେ ଶ୍ରୀକୃଷ୍ଣ ଶିଖାଇଛନ୍ତି ଯେ ପ୍ରତ୍ୟେକ ଜୀବରେ ଆତ୍ମା ଅଛି ଏବଂ ଆତ୍ମା ଅବିନାଶୀ। ତେଣୁ ଜ୍ଞାନୀ ବ୍ୟକ୍ତି ସମସ୍ତ ଜୀବକୁ ସମ ଦୃଷ୍ଟିରେ ଦେଖନ୍ତି। ଏହି ଶିକ୍ଷା ଦୟା, କରୁଣା ଏବଂ ସହାନୁଭୂତିର ଭାବକୁ ବଢ଼ାଏ। ଗୀତାରେ ଶ୍ରୀକୃଷ୍ଣ ସ୍ପଷ୍ଟ ଭାବେ କହିଛନ୍ତି, ମାଂସ ଖାଇଲେ ମୋକ୍ଷ ମିଳିବ ନାହିଁ ବୋଲି କହିନାହାନ୍ତି, କିନ୍ତୁ ସେ ସାତ୍ତ୍ୱିକ ଜୀବନ, ଇନ୍ଦ୍ରିୟ ସଂଯମ ଏବଂ ଶୁଦ୍ଧ ଆହାରକୁ ପ୍ରଶଂସା କରିଛନ୍ତି। ସେଥିପାଇଁ ଅନେକ ବୈଷ୍ଣବ ପରମ୍ପରା ନିରାମିଷ ଭୋଜନକୁ ଭକ୍ତି ପାଇଁ ଅଧିକ ଅନୁକୂଳ ବୋଲି ମାନନ୍ତି। ଶ୍ରୀକୃଷ୍ଣଙ୍କ ଶିକ୍ଷା ହେଉଛି ନିଜକୁ ସୁଧାରିବା, ଅନ୍ୟକୁ ଅପମାନ କରିବା ନୁହେଁ। ଯଦି କେହି ମାଂସ ଖାଉଛନ୍ତି, ତାଙ୍କୁ ଘୃଣା କରିବା କିମ୍ବା ନିନ୍ଦା କରିବା ଗୀତାର ବାର୍ତ୍ତା ନୁହେଁ, ବରଂ ପ୍ରେମ, ବୁଝାମଣା ଏବଂ ସଦାଚାର ଦ୍ୱାରା ପ୍ରେରଣା ଦେବା ଉଚିତ। ଶ୍ରୀକୃଷ୍ଣଙ୍କ ଉପଦେଶର ସାର ହେଉଛି ମନକୁ ପବିତ୍ର କର, ଅହଙ୍କାର ତ୍ୟାଗ କର, ଦୟା ଓ ସଂଯମ ଅଭ୍ୟାସ କର, ଈଶ୍ୱରଙ୍କୁ ଭକ୍ତି ଭାବରେ ସ୍ମରଣ କର, ସମସ୍ତ ଜୀବଙ୍କ ପ୍ରତି ସମ୍ମାନ ରଖ। ଏହି ଶିକ୍ଷାକୁ ଅନୁସରଣ କରୁଥିବା ବ୍ୟକ୍ତି ଧୀରେ ଧୀରେ ନିଜ ଜୀବନର ସାତ୍ତ୍ୱିକତା ଆଣିପାରନ୍ତି। ଅନେକ ଭକ୍ତ ଏହି କାରଣରୁ ସ୍ୱ ଇଚ୍ଛାରେ ନିରାମିଷ ଜୀବନ ବାଛନ୍ତି, କିନ୍ତୁ ଗୀତାର ମୂଳ ବାର୍ତ୍ତା ହେଉଛି ଭକ୍ତି, ସତ୍ୟ, ନିଷ୍କାମ କର୍ମ ଏବଂ ଆତ୍ମଜ୍ଞାନ। ଶ୍ରୀକୃଷ୍ଣ ଭଗବତ ଗୀତାର କେବଳ କେଉଁ ଖାଦ୍ୟ ଖାଇବା ଉଚିତ ତାହା କହିନାହାନ୍ତି, ବରଂ କେଉଁ ଭାବନାରେ ଭୋଜନ କରିବା ଉଚିତ ସେଥିରେ ମଧ୍ୟ ଜୋର ଦେଉଛନ୍ତି। ଯେଉଁ ଭୋଜନ ଈଶ୍ୱରଙ୍କୁ କୃତଜ୍ଞତା ସହିତ ଅର୍ପଣ କରି ଗ୍ରହଣ କରାଯାଏ, ତାହା ମନକୁ ଅଧିକ ପବିତ୍ର କରେ ବୋଲି ବୈଷ୍ଣବ ପରମ୍ପରାରେ ବିଶ୍ୱାସ କରାଯାଏ। ସନାତନ ପରମ୍ପରାରେ ଭୋଜନ ପ୍ରଥମ ଭଗବାନଙ୍କୁ ଅର୍ପଣ କରାଯାଏ, ତାପରେ ତାହାକୁ ପ୍ରସାଦ ଭାବରେ ଗ୍ରହଣ କରାଯାଏ। ପ୍ରସାଦ କେବଳ ଖାଦ୍ୟ ନୁହେଁ, ଏହା ଭକ୍ତି ଓ କୃତଜ୍ଞତାର ପ୍ରତୀକ। ଏହି କାରଣରୁ ବୈଷ୍ଣବ ମନ୍ଦିରମାନଙ୍କରେ ସାଧାରଣତଃ ନିରାମିଷ ଭୋଗ ଅର୍ପଣ କରାଯାଏ। ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁ ତାହାର ପ୍ରଭାବ ଆମର ଚିନ୍ତାଧାରା, ବ୍ୟବହାର ଓ ମାନସିକ ସ୍ଥିତି ଉପରେ ପଡ଼େ। ସେଥିପାଇଁ ଗୀତାରେ ସାତ୍ତ୍ୱିକ ଆହାରକୁ ଶାନ୍ତି, ସଂଯମ ଓ ଭକ୍ତି ସହିତ ସମ୍ପର୍କ କରାଯାଇଛି। ଗୀତାରେ ଏପରି କୌଣସି ବାକ୍ୟ ନାହିଁ ଯେ ମାଂସ ଖାଉଥିବା ବ୍ୟକ୍ତି କେବେ ଭକ୍ତ ହୋଇପାରିବ ନାହିଁ। ଶ୍ରୀକୃଷ୍ଣ ବାରମ୍ବାର ହୃଦୟର ଭକ୍ତି, ସତ୍ୟନିଷ୍ଠା ଓ ସମର୍ପଣକୁ ଗୁରୁତ୍ୱ ଦେଇଛନ୍ତି। ତଥାପି ଅନେକ ବୈଷ୍ଣବ ସମ୍ପ୍ରଦାୟ ମାନନ୍ତି ଯେ ସାତ୍ତ୍ୱିକ ନିରାମିଷ ଆହାର ଭକ୍ତିର ମନକୁ ଅଧିକ ଏକାଗ୍ର କରିବାରେ ସାହାଯ୍ୟ କରେ। ଆଜିର ବ୍ୟସ୍ତ ଜୀବନରେ ଲୋକମାନେ ଖାଦ୍ୟକୁ କେବଳ ସ୍ୱାଦ କିମ୍ବା ସୁବିଧା ଆଧାରରେ ବାଛନ୍ତି, କିନ୍ତୁ ଶ୍ରୀକୃଷ୍ଣ ଶିକ୍ଷା ଆମକୁ ସ୍ମରଣ କରିଥାଏ ଯେ ଖାଦ୍ୟ ଏପରି ହେବା ଉଚିତ ଯାହା ଶରୀରର ସୁସ୍ଥ, ମନକୁ ଶାନ୍ତ ଏବଂ ଚରିତ୍ରକୁ ଉନ୍ନତ କରେ। ଶ୍ରୀକୃଷ୍ଣଙ୍କ ପ୍ରେରଣା, ଦୟା କର, ସଂଯମ ରଖ, ଭକ୍ତି ଭାବରେ ଜୀବନଯାପନ କର, ଭଜନକୁ ଈଶ୍ୱରଙ୍କ କୃପା ବୋଲି ମନେ କର, ସମସ୍ତ ଜୀବଙ୍କ ପ୍ରତି ସମ୍ମାନ ରଖ।
ଶ୍ରୀକୃଷ୍ଣଙ୍କ ବାଣୀର ସାର ହେଉଛି ଯେ ମଣିଷର ଉନ୍ନତି କେବଳ ବାହ୍ୟ ନିୟମରେ ନୁହେଁ, ବରଂ ଭକ୍ତି, ସଦାଚାର, ସଂଯମ ଏବଂ ଦୟାରେ ନିହିତ। ଭଗବତ ଗୀତା ସାତ୍ତ୍ୱିକ ଆହାରକୁ ପ୍ରଶଂସା କରେ ଏବଂ ଅନେକ ବୈଷ୍ଣବ ପରମ୍ପରା ସେହି ଆଧାରରେ ନିରାମିଷ ଭୋଜନକୁ ଅନୁସରଣ କରନ୍ତି। ସେହି ସମୟର ଗୀତା ଆମକୁ ଅନ୍ୟମାନଙ୍କ ପ୍ରତି ଦୟା, ସମ୍ମାନ, ବୁଝାମଣା ଦେଖିବାକୁ ମଧ୍ୟ ଶିଖାଏ। ସେଥିପାଇଁ ଯଦି କେହି ଶ୍ରୀକୃଷ୍ଣଙ୍କ ଭକ୍ତି ମାର୍ଗକୁ ଅନୁସରଣ କରିବାକୁ ଚାହାନ୍ତି, ତେବେ ସାତ୍ତ୍ୱିକ ଜୀବନ ଶୈଳୀ, ନିରାମିଷ ଭୋଜନ, ଅନେକ ବୈଷ୍ଣବ ପରମ୍ପରା ଅନୁସାରେ ଭକ୍ତି, ସତ୍ୟ ଏବଂ କରୁଣାକୁ ଅନୁସରଣ କରିବା ଏକ ଉତ୍ତମ ପଥ ବୋଲି ମନାଯାଏ।